नमस्कार दर्शक बंधु ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ମ୍ୟାଡାମ ଆମର ଆସି ରେଡି ହେଇକି ଠିଆ ହେଇଯାଇଛନ୍ତି। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆମେ ଆସି ପହଞ୍ଚି ଗଲୁ ଆଉ ଗୋଟେ ନୂତନ ଅଧ୍ୟାୟକୁ ନେଇକି। ଆଉ ସାର୍ ଆଜି ବହୁତ କାମ ବ୍ୟସ୍ତରେ। ହଉ ପ୍ରଶ୍ନର ଉତ୍ତର ଦିଅ। ଯାହା ତ ହେଲେ ବନେଇବାକୁ ତ ପଡିବ ନା। ତାର ଗୋଟିଏ ବଡ ଶୁଣ୍ଢ ଅଛି। ସେ ଜଙ୍ଗଲରେ ସବୁଠୁ ବଡ ଶାନ୍ତ ପ୍ରାଣୀ। ଆଉ କଦଳୀ ଗଛ ଖାଇବାକୁ ଭାରି ଭଲ ପାଏ। ସେ କିଏ? ଶାନ୍ତ ପ୍ରାଣୀ। ସବୁଠାରୁ କଦଳୀ ଶାନ୍ତ ପ୍ରାଣୀ। କଦଳୀ ଗଛ ଖାଇବାକୁ ଭଲ ପାଏ। ହୁଁ ବୋଧେ ଗାଈ ହେଇଥିବ। ହୁଁ ଗାଈ ହେଇଥିବ। ଜଙ୍ଗଲରେ ଗାଈ ଜଙ୍ଗଲରେ ରହେ। ଓ ଜଙ୍ଗଲରେ କଦଳୀ ଗଛ ଖାଇବାକୁ ଭଲ ପାଏ। ଜଙ୍ଗଲରେ କଣ କଦଳୀ ଗଛ ମିଳିବ? ହଁ ବଣୁଆ କଦଳୀ ହଉଛି ଗଛ ମାନେ କଦଳୀ ଗଛ ଜଙ୍ଗଲ ଭରି ହେଇଯାଉଛି। ମାଙ୍କଡ। ଶାନ୍ତ ପ୍ରାଣୀ ମାଙ୍କଡ। ଆଉ ମୁଁ ତ ଜାଣିନି ଏମିତି ଆଉ କିଛି ଷ୍ଟାର୍ଟିଂ ରେ ଅଛି। ମୁଁ କହିଛି ତାର ଗୋଟେ ବଡ ଶୁଣ୍ଢ ଅଛି। ଶୁଣ୍ଢ। ହାତୀ। ଆଉ ହାତୀ ହାତୀ। ଗାଈ ମାଙ୍କଡ ସବୁ କହିସାରିଲେଣି। ପ୍ରଶ୍ନ ଶୁଣୁନ ଆଉ। ପ୍ରଶ୍ନ ଶୁଣିଥିଲି ଯେ ତମେ କହିଲ ଜଙ୍ଗଲରେ। ଷ୍ଟାଚୁ କ୍ୟାମେରା ମୁଁ ବୁଲେଇ ପାରିବିନି, ସେ ରହିଲା ସେମିତି ଫିକ୍ସ। ଦ୍ୱିତୀୟ ପ୍ରଶ୍ନ। ଆଜ୍ଞା। ଆମେ ତାକୁ ରୋଷେଇ ଘରେ ରୁଟି ବେଲିବା ପାଇଁ ବ୍ୟବହାର କରୁ। ତା ଶରୀର ଲମ୍ବା ଆଉ ସେ କାଠିରେ ତିଆରି ହୋଇଥାଏ। ତା କଣ? କାଠି। ଏଇଟା ଜଣା ସବୁ ଏଇଟା ମୁଁ ଛୋଟ ପିଲା ବି କହିବ, ମୋ ଝିଅକୁ ପଚାର ସେ ବି କହିଦେଇଥାନ୍ତା। ନାଇଁ ଲୋକ ଅଛନ୍ତି କହିପାରୁନାହାନ୍ତି ବା, ଛୋଟ ଛୋଟ ମାନେ ପୁରା ଇଜି ଇଏ କହିପାରୁନାହାନ୍ତି। ନେକ୍ସଟ, ସେ ଆକାଶରେ ମତେ ଦେଖାଯାଉନି। ସେ ଆକାଶରେ ରାତିରେ ସପ୍ତ ରଙ୍ଗର ଧନୁ ତିଆରି କରେ ନାହିଁ, କିନ୍ତୁ ବର୍ଷା ସରିବା ପରେ ସୂର୍ଯ୍ୟଙ୍କ ଆଲୋକରେ ସେ ସୁନ୍ଦର ଭାବେ ଦେଖାଯାଏ। ସେ କଣ? ସେଟା କଣ? ସେ ଆକାଶରେ ରାତିରେ ସପ୍ତ ରଙ୍ଗର ଧନୁ ତିଆରି କରିପାରେ ନାହିଁ, କିନ୍ତୁ ବର୍ଷା ସରିବା ପରେ ସୂର୍ଯ୍ୟଙ୍କ ଆଲୋକରେ ସେ ସୁନ୍ଦର ଭାବେ ଦେଖାଯାଏ। ଇନ୍ଦ୍ରଧନୁ। ନେକ୍ସଟ, କହିଦେଲି ରେ ମୁଁ। ତାର ଚାରିଟା ଗୋଡ ଥାଏ। ସେ ଗାଁର ସବୁଠାରୁ ଚତୁର ଶିକାରୀ ପ୍ରାଣୀ। ଆଉ ମୂଷା ଦେଖିଲେ ଲୁଚି ଲୁଚି ଗୋଡାଏ। ଗୋଡାଏ? ମୂଷାକୁ ସେ ଗୋଡାଏ। ବିଲେଇ। ସେ ସବୁ ଖାଇଦବ। ସବୁ ଖାଇଦବ। ଖାସ କରି ତ ମାଛ ବାସ୍ନା ଶୁଣିକି କୋଉଠି ଥିବ କେଜାଣି। ମାଛ ବାସ୍ନାକୁ ଶୁଣିବ ସେ କେମିତି? ଏଇ ଯୋଉ ମାଛ ବାସ୍ନାକୁ ଶୁଣିକି? ଶୁଙ୍ଗି। ନାଇଁ ତମେ ତ କହିଲ ଶୁଣିକି ଆଉ। କାଉଳା ଟିକେ ସ୍ଲିପ କରିଗଲା ଆଉ। ଗରମ ହଉଛି ନା, ଦେଖୁଛନ୍ତି ଦର୍ଶକ ବନ୍ଧୁ, ଏତେ ଗରମରେ ମୁଁ ପୁରା ଝାଳରେ ଗାଧେଇ ପଇଲାଣି, ପୁରା ଓଦା। ତାପରେ ବି ମୁଁ ବନଉଛି। ସେ ସୂର୍ଯ୍ୟ କିରଣ ପାଇଲେ ବହୁତ ଖୁସି ହୁଏ, ହେଲେ ତା ଉପରେ ପାଣି ଢାଳି ଦେଲେ ସେ ଧୀରେ ଧୀରେ ସମ୍ପୂର୍ଣ୍ଣ ମରିଯାଏ। ସେ କଣ? ସୂର୍ଯ୍ୟ କିରଣ ପାଇଲେ ଖୁସି ହୁଏ, ପାଣି ଢାଳି ଦେଲେ ଧୀରେ ଧୀରେ ସମ୍ପୂର୍ଣ୍ଣ ମରିଯାଏ। ପାଇଲେ ସୂର୍ଯ୍ୟ କିରଣ ପାଇଲେ ଖୁସି ହୁଏ। ଏଇଟା କଣ? କହିପାରୁନ? ନା। ନିଆଁ। ଶେଷ ନା ଆଉ ଦିଟା ଅଛି ହେଲା। ତାର ଗୋଟିଏ ବଡ ଶରୀର ଅଛି, ପିଠିରେ ତାର କଳା ଆଉ ହଳଦିଆ ଗାର। ସେ କିଏ? କଳା ଶରୀର? ତାର ଗୋଟେ ବଡ ଶରୀର ଅଛି, ମାନେ ବିଶାଳକାୟ ଶରୀର। ପିଠିରେ ତାର କଳା ଆଉ ହଳଦିଆ ଗାର। କଳା? କଳା ହଳଦିଆ ଗାର। ବାଘ। ଏବେ ଶେଷ ପ୍ରଶ୍ନ। ସେ ଗଛର ଏମିତି ଏକ ସୁନ୍ଦର ଭାଗ ଯାହାର ବାସନା ପାଇଁ ମହୁମାଛି ମାନେ ଉଡି ଉଡି ଆସନ୍ତି, ଏବଂ ତାହା ରଙ୍ଗ ବେରଙ୍ଗ ହୋଇଥାଏ। କଣ? ରଙ୍ଗ ବେରଙ୍ଗ?
ଆଉ ଥରେ କହିଲ। ସେ ଟିକେ ଗଛର ଏମିତି ଏକ ସୁନ୍ଦର ଭାଗ ହୁଁ। ଯାହାର ବାସ୍ନା ପାଇ ମହୁମାଛି ମାନେ ଉଡି ଉଡି ଆସନ୍ତି ଏବଂ ତାହା ରଙ୍ଗ ବେରଙ୍ଗ ହୋଇଥାଏ। ଗଛର ଫୁଲ ମାନେ ପୁରା ଅଗଟା ହୁଁ, ସେଇଠି। ଠିକ ଉତ୍ତର। ଦର୍ଶକ ବନ୍ଧୁ, ଆଜିର ସମସ୍ତ କୋଶ୍ଚିନ୍ ସମାପ୍ତ। ଆପଣମାନଙ୍କୁ କୋଶ୍ଚିନ୍ ଗୁଡିକ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବରେ ଜଣେଇବେ। ଭିଡିଓକୁ ଟିକେ ଲାଇକ୍ ସେୟାର କରିବେ, ସବସ୍କ୍ରାଇବ କରିବେ, ଆଉ ଆପଣଙ୍କର ଭଲ ପାଇବା ଆଶୀର୍ବାଦ ଏମିତି ଆମ ଉପରେ ରଖିଥିବେ। ଆଜି ପାଇଁ ଏତିକି। ନମସ୍ତେ। ଭଲରେ ଥାଆନ୍ତୁ ସମସ୍ତେ।